ସରକାରଙ୍କ କୋଟି କୋଟି ଟଙ୍କା ପାଣିରେ ଭାସୁଛି, ତଥାପି ପ୍ରଶାସନ ଚୁପ୍। ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଲୋକଙ୍କ ସୁବିଧା ପାଇଁ, ହେଲେ ଏହି ରାଜସ୍ୱ ଅର୍ଥ ପାଣିରେ ଭାସିବା ଭଳି ଏକ ନଗ୍ନ ଚିତ୍ର 326 ନମ୍ବର ଜାତୀୟ ରାଜପଥରେ ଦେଖିବାକୁ ମିଳିଛି। ଜୟପୁର ବ୍ରହ୍ମପୁର ଜାତୀୟ ରାଜପଥ କେତେ କେତେ ଲୋକଙ୍କ ହିତ ଏବଂ ଯାତ୍ରୀଙ୍କ ସୁରକ୍ଷା ପାଇଁ ବ୍ୟାରିକେଡ୍ କରାଯାଇଛି, କିନ୍ତୁ କିଛି ଦିନରୁ ଗୋଟି ଗୋଟି କରି ବ୍ୟାରିକେଡ୍ କମିବାରେ ଲାଗିଛି। କାରଣ ହେଉଛି ଚୋରି। ଚୋରି ହେଉଥିବା କାରଣରୁ ବର୍ତ୍ତମାନ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କାକାରିଗୁମା ଠାରୁ ପଞ୍ଚଡ଼ା ଛକ ପର୍ଯ୍ୟନ୍ତ ସରକାର କେତେ କୋଟି ଟଙ୍କା ବ୍ୟୟ କରିଥିବେ ସୁରକ୍ଷା ଦୃଷ୍ଟିରୁ, କିନ୍ତୁ ଧୀରେ ଧୀରେ ତାହା କମିବାରେ ଲାଗିଛି। ଏଥିପ୍ରତି ପ୍ରଶାସନ କର୍ଣ୍ଣପାତ ନକରି ନୀରବତା ସାଜିଛି, ଯାହାକି ସମସ୍ତ ଯାତ୍ରୀଙ୍କୁ ଚକିତ କରୁଛି। କାରଣ ସେହି ରାସ୍ତା ଦେଇ ପ୍ରଶାସନର ବିଭିନ୍ନ ବଡ଼ ବଡ଼ ପଦାଧିକାରୀ ଯାତାୟାତ କରୁଥିଲେ ସୁଦ୍ଧା କୌଣସି ପ୍ରକାର ଦୃଷ୍ଟି ଆକର୍ଷଣ ହେଉନାହିଁ। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଯଦି ବ୍ୟାରିକେଡ୍ର ଆବଶ୍ୟକ ନଥିଲା, ତାହାହେଲେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବ୍ୟାରିକେଡ୍ କଲେ କ'ଣ ପାଇଁ? ଯଦି ଆବଶ୍ୟକ ଥିଲା, ତାହାହେଲେ ତା'ର ସୁରକ୍ଷା କ'ଣ ପାଇଁ କରୁନାହାନ୍ତି? ଏ ପ୍ରଶ୍ନର ଉତ୍ତର କିଏ ଦେବେ ଆଉ କେବେ ଦେବେ, ତାହା ସମସ୍ତଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି। କୋରାପୁଟରୁ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଖୋସଲାଙ୍କ ରିପୋର୍ଟ, NTV।